ମୁଁ ସଞ୍ଜୟ କୁମାର ରାଉତରାୟ ବ୍ରାହ୍ମଣବାଟି ଗ୍ରାମ ପଞ୍ଚାୟତର ସରପଞ୍ଚ। ଆପଣ ଆମେ ବର୍ତ୍ତମାନ ସ୍ୱାଧୀନତାର 80 ବର୍ଷ ପାଳନ କରୁଛେ ଏବଂ ଯେତେବେଳେ 1947 ମସିହାରେ ଭାରତ ସ୍ୱାଧୀନ ହୋଇଥିଲା, ତେଣୁକରି ଆପଣଙ୍କର 2047 ମସିହା ସୁଦ୍ଧା ଯେତେବେଳେ ଆମେ ଭାରତର 100 ବର୍ଷ ପୂର୍ତ୍ତି ସ୍ୱାଧୀନତାର ପାଳନ କରିବା, ସେତେବେଳେ ଆମର ମହାମାନ୍ୟ ପ୍ରଧାନମନ୍ତ୍ରୀ ଆଶା ରଖିଛନ୍ତି ଯେ ଭାରତ ଗୋଟେ ବିକଶିତ ରାଷ୍ଟ୍ରରେ ପରିଣତ ହୋଇଥିବ। ଏଠି ବିକଶିତ ରାଷ୍ଟ୍ରରେ ପରିଣତ ହେବା କେବଳ ପାଟିରେ କହିଲେ ହେବନି, ଆମେ ବିକଶିତ କେତେ ହେଇଛେ କେତେ ନ ହେଇଛେ ତାକୁ ଗୋଟେ ଅନୁଶୀଳନ କରିବାର ସମୟ ଆସିଛି। ତେବେ ଆମେ ଦେଖିବା, ମୁଁ ସବୁବେଳେ କହେ ଆମର ପଡ଼ୋଶୀ ଦେଶ, ଆମେ ଗୋଟେ ପାକିସ୍ତାନ, ଚାଇନା, ନେପାଳ, ଶ୍ରୀଲଙ୍କା, ବାଂଲାଦେଶ, ଭୁଟାନ ଏଇସବୁ ଯେଉଁ ଆମର ପଡ଼ୋଶୀ ଦେଶ ଅଛନ୍ତି, ଆମକୁ ବର୍ତ୍ତମାନ ଆମେ ଯଦି ପର୍ କ୍ୟାପିଟା ଇନକମ୍ କଥା ଦେଖିବା, ତେବେ ଶ୍ରୀଲଙ୍କା ଏବଂ ବାଂଲାଦେଶ ଆମଠାରୁ ଆଗରେ ଅଛନ୍ତି। ଆମେ ଯଦି ଦେଖିବା ଜିଡିପି ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ କଥା ଦେଖିବା, ଜିଡିପିରେ ଚାଇନା ଆମଠାରୁ 4.8 ଟାଇମ୍ ହାଇ, ଅର୍ଥାତ୍ 5 ଗୁଣ ଅଧିକା ଅଛି। ଆମେ ଯଦି ଅଲିମ୍ପିକ୍ ଗୋଲ୍ଡ ଦେଖିବା, ତାହେଲେ ଅଲିମ୍ପିକ୍ ଗୋଲ୍ଡ କି ଅଲିମ୍ପିକ୍ ମେଡାଲ୍ସ ଯଦି ଟାଲି ଦେଖିବା, ତାହେଲେ ଚାଇନା ବହୁତ ଆମଠାରୁ ଆଗରେ। ତେଣୁକରି ଛୋଟ ଛୋଟ ଦେଶ ଯେଉଁ ଆମର ପଡ଼ୋଶୀ ଦେଶ, ସେମାନେ ଆମଠାରୁ ମାନେ ସ୍ପୋର୍ଟସ୍ ଦେଖନ୍ତୁ ସବୁଥିରେ ଆଗରେ ଅଛନ୍ତି। ଆମେ କେବଳ ଅତିକ୍ରମ କରିଛେ କେଉଁଥିରେ ନା ପପୁଲେସନରେ, ପପୁଲେସନ୍ ଅତିକ୍ରମ କରିଛେ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆମେ ଉନ୍ନତି କରିଛେ, କିନ୍ତୁ ପ୍ରତିରକ୍ଷାର ଗୋଟେ ଲାୟନ୍ସ ସେୟାର ଆମେ ମେଜର ସେୟାର କିଣୁଛେ ବାହାରୁ, ରଷିଆ ହେଉ, ଆମେରିକା ହେଉ କି ଫ୍ରାନ୍ସ ହେଉ, ଏମାନଠାରୁ କିଣୁଛେ। କେବଳ ଆମେ ସେଲ୍ଫ ସଫିସିଏଣ୍ଟ ଅବଶ୍ୟ କିଛି ମାତ୍ରା ହେଲେଣି, ଧୀରେ ଧୀରେ ଯେଉଁ ଆତ୍ମନିର୍ଭର ଭାରତ ପରିପ୍ରେକ୍ଷୀରେ କିଛି ପରିମାଣ ଆମର ଆତ୍ମନିର୍ଭର ହେଲାଣି, କିନ୍ତୁ ଆହୁରି ଅନେକ ପଥ ବାକି ଅଛି। ତେଣୁକରି ଭାରତକୁ ବହୁତ କ୍ଷେତ୍ରରେ ଆମକୁ ଆଗକୁ ଯିବାର ଅଛି। ଆମେ ପ୍ରତ୍ୟେକ କ୍ଷେତ୍ରରେ ପଛକୁ ଯାଉଛେ। ବର୍ତ୍ତମାନ ପେଟ୍ରୋଲ ପ୍ରାଇସ୍ ମାନେ ଅଲ୍ ଟାଇମ୍ ହାଇ, ଆପଣଙ୍କର ଡଲାର ତୁଳନାରେ ଯଦି ଆମର ଭାରତୀୟ ମୁଦ୍ରା ରୁପିଜ୍ କହିବେ, ଇଣ୍ଡିଆନ୍ ରୁପିଜ୍, ଇଣ୍ଡିଆନ୍ କରେନ୍ସି ବହୁତ ପଛରେ ଅଛି। ତେଣୁକରି ଆମେ ବର୍ତ୍ତମାନ ଗୋଟେ ସଙ୍କଟ ସ୍ଥିତିରେ ଗତି କରୁଛେ ଏବଂ ଆମେ ଯଦି ବିଶ୍ୱ ପରିପ୍ରେକ୍ଷୀରେ ଦେଖିବେ, ବିଶ୍ୱ ପରିପ୍ରେକ୍ଷୀରେ ଗୋଟେ ପ୍ରତ୍ୟେକ କ୍ଷେତ୍ରରେ ଦେଖନ୍ତୁ ଯୁଦ୍ଧର ବିଭୀଷିକା ସବୁଆଡ଼େ ଲାଗିଛି ଏବଂ ମହାମାରୀ ଏବଂ ଯେଉଁ ନ୍ୟାଚୁରାଲ୍ କାଲାମିଟିଜ୍ ଅଛି, ନ୍ୟାଚୁରାଲ୍ କାଲାମିଟି ଅଲରାଉଣ୍ଡ ଦ ୱାର୍ଲଡ ଆପଣ ସବୁଆଡ଼େ ଦେଖିପାରିବେ। ଗୋଟେ ଡିଜାଷ୍ଟର ପ୍ରତ୍ୟେକ ମୁହୂର୍ତ୍ତରେ ଚାଲିଛି। ତେଣୁ ଗୋଟେ ବିଶ୍ୱ ଗୋଟେ ଅତି ସଙ୍କଟ ସମୟ ଦେଇ ଗତି କରୁଛି। ଏହି ସଙ୍କଟ ସମୟରେ ଭାରତ ନେତୃତ୍ୱ ନେବାର ଅଛନ୍ତି, ଯେହେତୁ ଭାରତରେ ସବୁଠାରୁ ସର୍ବାଧିକ ଆପଣଙ୍କର ୟୁଥ୍ ପପୁଲେସନ୍ ଅଛି। ସେ ୟୁଥ୍ ପପୁଲେସନ୍ ୟୁଟିଲାଇଜ୍ କରି ଆମେ ବିଶ୍ୱକୁ ଆମେ ଗୋଟେ ଦିଶା ଦେବା, ମାନେ ଆମ ମାଧ୍ୟମରେ ଭାରତ ବିଶ୍ୱଗୁରୁ ହେଇ ପୁରା ସମଗ୍ର ବିଶ୍ୱକୁ ଗୋଟେ ନୂତନ ଦିଗ୍ଦର୍ଶନ ଦେବ, ଏହା ଆମେ ସବୁ ସ୍ୱପ୍ନରେ ଭାବିଛୁ ଏବଂ ଆଶା ସମ୍ଭାବନାର ଯେଉଁ ଦିଗ ଅଛି ଆଗାମୀ 20 ବର୍ଷ ଆଉ ଯେଉଁ 2 ଦଶନ୍ଧି ରହିଲା, ସେଇ 2 ଦଶନ୍ଧି ଭାରତକୁ ବହୁତ ବାଟକୁ ଯିବାକୁ ଅଛି। କିନ୍ତୁ ଏଇ ଯେଉଁ 2 ଦଶନ୍ଧିରେ ଆମ ପାଇଁ ବହୁତ ଚ୍ୟାଲେଞ୍ଜେସ୍ ଅଛି। ଚ୍ୟାଲେଞ୍ଜେସ୍ ମାନେ ଆମେ ଦେଖୁଛେ, ଆମେ କେବଳ ଭୋଟ ବ୍ୟାଙ୍କ ରାଜନୀତି କରୁଛେ। ଭୋଟ ବ୍ୟାଙ୍କ ପାଇଁ କ'ଣ କରୁଛେ, ପ୍ରତ୍ୟେକ ଦଳ ହଉ, ମୁଁ କୌଣସି ଦଳଙ୍କ ନାଁ ନେଉନି, ପ୍ରତ୍ୟେକ ଦଳ ବହୁତ ଫ୍ରି ବିଜ୍ ଦେଉଛନ୍ତି। ଫ୍ରି ବିଜ୍ ମାନେ ଲୋକଙ୍କୁ ମାଗଣାରେ ସବୁ ଦେଲେ, ଲୋକମାନେ ଅଳସୁଆ ହେଇଗଲାଣି। ତାଙ୍କର ଆପଣ ଯଦି ଟଙ୍କିକା ଚାଉଳଠୁ ଆରମ୍ଭ କରି ସମସ୍ତେ ଆସିକି ହାତ ପାହାନ୍ତାରେ ମିଳୁଛି। ଏଇ ଯେଉଁ ଯେକୌଣସି ଜନକଲ୍ୟାଣମୂଳକ ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି, ସେଇଟା ମାନେ ଅର୍ଥନୀତିର ପ୍ରଭୁତ୍ୱ କ୍ଷତି ଦେଉଛନ୍ତି। ଆମକୁ ସେଲ୍ଫ ସଫିସିଏଣ୍ଟକୁ ରୋକିବ। ଏଇଟା ଗୋଟେ ସମସ୍ତଙ୍କୁ କଷ୍ଟ ହେଇପାରେ, କଷ୍ଟ ଲାଗିପାରେ, କିନ୍ତୁ ଏଇଟା ହେଉଛି ମାନେ ସତ, ମାନେ ଗ୍ରାଉଣ୍ଡ ଟ୍ରୁଥ୍ ଏଇଟା ହେଉଛି ଯେ ଆମକୁ ଫ୍ରି ବିଜ୍କୁ କାଢ଼ିବାକୁ ପଡ଼ିବ। ଆପଣଙ୍କ ଦେଖନ୍ତୁ ଗୋଟେ ରିଜର୍ଭେସନ୍ ଅଛି। ରିଜର୍ଭେସନ୍ ଯୋଗୁଁ ଆପଣ ମେରିଟୋରିୟସ୍ ପିଲାମାନେ ଯେଉଁମାନେ ପ୍ରକୃତରେ 95% କି ବହୁତ ମାନେ ପୁରା ଶୀର୍ଷ ସ୍ଥାନୀୟ ଲୋକମାନେ ସେଥିରେ ବାଦ୍ ପଡ଼ୁଛନ୍ତି, ଗୋଟେ କମ୍ ସ୍ଥାନର ଲୋକଟେ ଯାଉଛି। ଆପଣ ଯଦି ଗୋଟେ ଡାକ୍ତର, ଯଦି ଗୋଟେ ଆପଣ ଦେଖିବେ କୋଟାରେ କି ଗୋଟେ ମ୍ୟାନେଜମେଣ୍ଟ କୋଟାରେ ଗୁଡ଼ାଏ ପଇସା ଦେଇ ପଢ଼ୁଛନ୍ତି, ସେମାନେ ଗୋଟେ ଛୁଞ୍ଚି ଅପରେସନ୍ କରିପାରିବେନି, ଗୋଟେ 3rd ଡିଭିଜନର ପିଲା ଯାଇକି ମ୍ୟାନେଜମେଣ୍ଟ କୋଟାରେ ମେଡ଼ିକାଲ ପଢ଼ୁଛି। ତେଣୁକରି ଯଦି ମେଡ଼ିକାଲ ପଢ଼ି ସର୍ଜରୀ କରିବ, ତାହେଲେ ଆମର ଅବସ୍ଥା କ'ଣ ହେବ? ତେଣୁ ଏହିସବୁ ଇଣ୍ଡିଆନ୍ ମେଡ଼ିକାଲ କାଉନସିଲ୍ ଏ ବାବଦରେ ଗୁରୁତ୍ୱ ଦେବା ଦରକାର। ଆପଣ ତେଣୁ ଏହିସବୁ ଗୋଟେ ସିଷ୍ଟମର ଟ୍ରାନ୍ସପାରେନ୍ସି ଏବଂ ବହୁତ ସାରା ଫ୍ରି ବିଜ୍ ଯେଉଁ କାଢ଼ିପାରିଲେ ଭାରତ ନିଶ୍ଚିତ ଭାବରେ ଭାରତ ପାଖରେ ପ୍ରଚଣ୍ଡ ପ୍ରତିଭା ଅଛନ୍ତି, ଇନେଟ୍ ପୋଟେନ୍ସିଆଲିଟି ବହୁତ ଅଛି। ତେଣୁ ଭାରତ ନିଶ୍ଚିତ ଭାବରେ ଆଗକୁ ଯାଇପାରିବ ଏବଂ ଆଉ ଆଗାମୀ 20 ବର୍ଷ ପାଇଁ ଆମେ ଏଇଠୁ ଆଜିଠାରୁ ଶପଥ ନେବା ଯେ ଆଗାମୀ 2 ଦଶନ୍ଧି ଯେଉଁ ଆମ ଜେନ୍ ଜେଇ କହୁଛେ ପିଲାମାନେ ଅଛନ୍ତି, ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ଯେଉଁମାନେ ଗୋଟେ ଭୂମିକା ନେଉଛନ୍ତି, ଅଗ୍ରଣୀ ଭୂମିକା, ସେମାନେ ସମସ୍ତେ ଆଗକୁ ଆସନ୍ତୁ ଏବଂ ଦେଶ ମାତୃକା ସେବା ପାଇଁ କୌଣସି ନାରା ନୁହଁ, ଦେଶ ମାତୃକାର କେମିତି ରିଅଲ୍ ସେବା କରିହେବ ଏବଂ ଭାରତକୁ କେମିତି ଆଗକୁ ନେବ, ଅର୍ଥନୀତି ହେଉ, ଆପଣଙ୍କର ପ୍ରତିରକ୍ଷା ହେଉ, ସବୁ କ୍ଷେତ୍ରରେ ଭାରତର ଆପଣ ଇଣ୍ଡେକ୍ସ ଦେଖିବେ, ଗୋଟେ ଗ୍ଲୋବାଲ ଏନଭାୟରମେଣ୍ଟାଲ ଇଣ୍ଡେକ୍ସରେ 177 କଣ୍ଟ୍ରି 176 ଅଛି। ଆପଣ ଯଦି ଦେଖିବେ ପାସପୋର୍ଟ ଇଣ୍ଡେକ୍ସରେ ବହୁତ ତଳେ ଅଛି, କରପ୍ସନରେ ବହୁତ ହାଇ ଅଛି। ଏଠି ମାନେ ସବୁ ଜିନିଷ ଆପଣ ଯଦି ଦୁର୍ନୀତି ଅନୀତି ଆପଣଙ୍କର ଯଦି ପ୍ରତ୍ୟେକ ଦିନ ଗୋଟେ ମାନେ ଯଦି ରେପ୍ ଫେପ୍ ଦେଖିବେ, ସବୁଥିରେ ଭାରତ ବହୁତ ମାନେ ପଛରେ ଅଛି ଏବଂ ଗୋଟେ ସିଷ୍ଟମ ଗୋଟେ ଡ୍ରାଷ୍ଟିକାଲି ଗୋଟେ ଖରାପ ଅଛି। ତେଣୁ ଆମକୁ ସମସ୍ତଙ୍କୁ ନେତୃତ୍ୱ ନେବାକୁ କେବଳ ସରକାର ନୁହଁ, ଆମ ପ୍ରତ୍ୟେକ ଜନମାନସକୁ, ପ୍ରତ୍ୟେକ ୟୁଥ୍କୁ ବର୍ତ୍ତମାନ ଶପଥ ନେବାକୁ ପଡ଼ିବ ଏଇ ଭାରତକୁ ସବୁ କ୍ଷେତ୍ରରେ ଗୋଟେ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବା ଏବଂ 2047 ଯେତେବେଳେ ଆମେ ଭାରତର 100 ବର୍ଷ ସ୍ୱାଧୀନତାର 100 ବର୍ଷ ପାଳନ କରିବା, ସେତେବେଳେ ଆମେ ଗୋଟେ ବିକଶିତ ରାଷ୍ଟ୍ରରେ ପ୍ରକୃତ ପକ୍ଷରେ ମାନେ ଇନ୍ ଆୱାର ୱାର୍ଡସ୍, ଇନ୍ ଆୱାର ଡିଡ୍ସ ଆଣ୍ଡ ଇନ୍ ଆୱାର ଥଟ୍ସ ଆମେ
କାୟ ମନ ବାକ୍ୟରେ ସବୁଥିରେ ଆମେ ଚେଷ୍ଟା କରିବା ଯେ ଭାରତ ଯେମିତି ଆଗକୁ ଯାଉ ଏବଂ 2047 ସୁଦ୍ଧା ଏକ ବୈଶ୍ୱିକ ଶକ୍ତି ଏବଂ ଶ୍ରେଷ୍ଠତମ ଶକ୍ତିରେ ପରିଣତ ହେଉ। ଧନ୍ୟବାଦ।